हेलो फाइनाली मुझे हाट में पहुँच जाइए देखो ये मुझे गाड़ी अलरेडी गाड़ी स्टाण्ड रखीदे ये चलो देखिए हाट में कौन कमी कौन परिया पड़ी केते कौन रेट अच्छी ये जहाँकि बहुत पुराना हाट ये आगु आसते मो जेजे भी हाट कर जाते बापा भी आसुँच मुझे हाट रेट देखा चलते आस पछे देखा देखो हाट में लोक जमा हाट ए लोक बहुत कम अच्छा आगू आसवे लोक इवनिंग टाइम रे बहुत लोक हे बहुत भिड़ हे ये देखो ये हाट ये आमर आंब ठार लेकिन सब बिक्री मंजी जेको से आप लगौती पनीपरिया मंजी ये आम हाट में हाट को कहते बोरिंग हाट बहुत पुराना हाट आम ये पनीपरिया रेट टी बुझिकी आपन को जन केते कौन रेट अच्छी फास्ट आम आउ पाखु बुझिया आउ किलो केते अच्छी देखु ये हाट आम देखु हाट देखो हाटटा बुली नवा पनीर रेट बुझा देखो लाइट भी पड़े बहुत सस्ता सुंदर लाइट भी पड़े आम हाट में देखी नि हाट में भी भल शुकुआ भी बिक्री रही आम हाट में देखो मुझे शुकुआ भी देखा शुकुआ विजुआल पाक नहीं देखा आप देखु देखु ये पान गुंडी गुआ भी मिले हाट में आप चाहिए भी जब भी यही पाटे आसुँच जगतसिंहपुर डिस्ट्रिक्ट बोरिंग हाट आप किसी नहीं पारे ये देखो ये पान फास्ट चलो आलू बुझे आलू रेट ए कौन अच्छे मौसा आलू रेट केते अच्छी केते देखो आलू रेट 35 अच्छी टिके अधिका लगुच बुझा पोटल और टमाटर किलो केते अच्छी देखो टमाटर पोटल बुझी नवा केते कौन रेट पोटल देखो मौसा पोटल किलो केते अच्छी 40 टका अच्छी पोटल और टमाटर 80 टका अच्छी किसी किसी जगह पोटल अच्छी 60 और 40 टमाटर कि 80 अच्छी सबू बेपारी मानक भाई पाखे आम ए बुझी नवा बैगन रेट केते कौन अच्छी आ कुंदूरी देखा कुंदूरी रेट केते कौन अच्छी देखो पनीर पड़ी भाई ना बैगन केते अच्छी बैगन बैगन किलो 80 टका ना कि कुंदूरी कुंदूरी देख बैगन अच्छी 80 टका कुंदूरी अच्छी 40 टका शुणिले बुझिया आंब केते कौन अच्छे देखो भल सुंदर सुंदर आंब अच्छे सुंदर सुंदर आम
ଭାଇ ଆମ୍ବ କିଲୋ କେତେ ଅଛି? ଆମ୍ବ କିଲୋ 70 ବା 80 ଅଛି, ଯିଏକି ଭଲ ଆମ୍ବ, ରେଟ୍ଟା ବି ବହୁତ ଉଞ୍ଚା ଅଛି। କାକୁଡ଼ି ରେଟ୍ ବୁଝି ନେବା, କାକୁଡ଼ି ତ ବହୁତ ଲୋକ ପସନ୍ଦ କରନ୍ତି, କାକୁଡ଼ି ରେଟ୍ କେତେ ଅଛି ଟିକେ ବୁଝି ନେବା। ଦେଖନ୍ତୁ କାକୁଡ଼ି, ଭାଇନା କାକୁଡ଼ି କିଲୋ କେତେ ଅଛି? ଭାଇନା କାକୁଡ଼ି କିଲୋ କେତେ ଅଛି? ଭାଇ କାକୁଡ଼ି କିଲୋ 50 ଟଙ୍କା ଅଛି। ଆପଣ ତ ସବୁ ରେଟ୍ ଦେଖୁଛନ୍ତି କେତେ କ'ଣ ରେଟ୍ ବଢ଼ିଛି। ଦେଖନ୍ତୁ ଇଏ ଯଦି ହାଟକୁ ଆସୁଛନ୍ତି ଆପଣ ସବୁ ପ୍ରକାର ମଞ୍ଜି ପାଇବେ, ଘରେ ନେଇକି ବୁଣିକି ସେଥିରୁ ଉତ୍ପାଦନ କରିପାରିବେ। ଆଉ ବନ୍ତଳି କଦଳୀ ରେଟ୍ଟା ବୁଝି ନେବା କେତେ କ'ଣ ଅଛି। ଦେଖନ୍ତୁ ବନ୍ତଳ କଦଳୀ, କଦଳୀ ରେଟ୍ କେତେ ଅଛି? ଗୋଟା ଅଛି 7 ଟଙ୍କା, ଭାଇ ଅନ୍ୟ ଜାଗାରେ 5 ଟଙ୍କା ବି ଅଛି। ଆଜି ଟିକେ ଖରା ବହୁତ ଜୋର ହେଉଛି, ସେଥିପାଇଁ ଟିକେ କ୍ଲିଅର ଆସୁନି ଫଟୋ, ଯେହେତୁ ଖରା ମାରୁଛି। ଦେଖନ୍ତୁ ଏବେ ଟିକେ ଲୋକ ଆସିନାହାନ୍ତି, ଲୋକ ଗହଳି ଟିକେ ଆଉ କିଛି ଟାଇମ୍ ବାଦ ଲୋକ ଗହଳି ବହୁତ ଭିଡ଼ ହେଇଯିବ, ଯାଇକି ଗାଡ଼ି ନେବା ବହୁତ କଷ୍ଟ ହେଇଯାଏ। ଆଗରେ ବହୁତ ସାରା ପିଆଜ ପଡ଼ିଛି ବହୁତ ସାରା ଆଗରେ, ଦେଖିବା ପିଆଜ ରେଟ୍ କେତେ କ'ଣ ଅଛି। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ ପିଆଜ। ମଉସା ପିଆଜ କିଲୋ କେତେ ଅଛି? ରସୁଣ 50-250, ଅଦା କେତେ କିଲୋ? ଏମିତି ବୁଝିଲେ ପିଆଜ କିଲୋ ଅଛି 50 ଟଙ୍କା, ରସୁଣ 50 ଟଙ୍କା, ଅଦା 50 ଟଙ୍କା। ଆପଣ ସେଇଥିରେ ଗେସ୍ କରିପାରିବେ ଅଦା କିଲୋ କେତେ ଟଙ୍କା ପଡ଼ିଯିବ, ରସୁଣ କେତେ କିଲୋ କେତେ ପଡ଼ିଯିବ। ଆଉ କ'ଣ ହାଟରେ ଦେଖିଛନ୍ତି କୁହନ୍ତୁ? ଭଣ୍ଡା ପଚାରିଦେବା, ଭଣ୍ଡାଟା ବହୁତ ଭିଟାମିନ୍ ଜିନିଷ, ଭଣ୍ଡା ପଚାରିଦେବା ଭଣ୍ଡା କେତେ ଅଛି। ମଉସା ଭଣ୍ଡା କିଲୋ କେତେ ଅଛି? ଭଣ୍ଡା କିଲୋ 25 ଟଙ୍କା, 20 କିଲୋ, ଭଣ୍ଡା କିଲୋ 20 ଅଛି। ଦେଖନ୍ତୁ ଭଣ୍ଡା, ଭଲ ଭଣ୍ଡା ବି ଆଣିଛନ୍ତି ମଉସା। ଛୁଇଁ କେତେ? ଛୁଇଁ 40 ଟଙ୍କା ଅଛି। କଖାରୁ କିଲୋ 30 ଟଙ୍କା ଅଛି। କିଛି କିଛି ଜାଗାରେ ଅଧିକା ରେଟ୍ ଅଛି, ଉଞ୍ଚା ରେଟ୍ ଅଛି, ଆଉ କିଛି ଜାଗାରେ କମ୍ ରେଟ୍ ଅଛି। ତ ହାଟ ଯାଉଥିବେ ନିଶ୍ଚିନ୍ତ, କମେଣ୍ଟ କରି କହିବେ କେତେ କ'ଣ ରେଟ୍ ଆପଣଙ୍କ ହାଟରେ, ଆମ ହାଟରେ କେତେ କ'ଣ ରେଟ୍। ଆଉ କ'ଣ ବୁଝିବା କହୁନାହାନ୍ତି? ମେନ୍ ପରିବା ମୁଁ ଅଲରେଡ଼ି ଆପଣଙ୍କୁ କହିସାରିଛି ରେଟ୍ କ'ଣ କେତେ ଅଛି। ଖରା ତ ହେଉଛି ବହୁତ ଜୋରସେ, ଦେଖାଯାଉନି କ୍ୟାମେରାରେ ଭଲସେ ଠିକ୍ ସେ। ଲଙ୍କା ପଚାରିଦେବା କେତେ ରେଟ୍? ଲଙ୍କା କିଲୋ କେତେ ଅଛି? 120 ନାଇଁ କି? 60, 80, 120 ହେଲେ କିଲୋ 200 ଟଙ୍କା ପଡ଼ୁଛି ଲଙ୍କା ପାଇଁ। ହାଟରେ ସବୁ ରେଟ୍ ଅଲରେଡ଼ି ବୁଝି ସାରିଲେଣି ଆମେ। ଆଉ ଆମ ହାଟରେ ଦେଖୁଛନ୍ତି ଏମିତି ରେଟ୍, ଆପଣ ହାଟରେ କେତେ ରେଟ୍ ଅଛି ଟିକେ କମେଣ୍ଟ କରି କହିବେ କେତେ କ'ଣ ପନିପରିବା ରେଟ୍ ଅଛି ଟିକେ ଜଣେଇବେ। ଆଉ ଆମ
ଆମର ଏଇ ହାଟରେ ଗୁପଚୁପ୍ ବି ପଡ଼େ ଏଇ ଯେଉଁ ମାର୍କେଟରେ, କିନ୍ତୁ ଯେତେବେଳେ ଖାଇନେବା ଗୋଟେ ଭଲ ଗୁପଚୁପ୍ ଗୋଟେ ପଡ଼େ, ତାର ପୋଦିନା ପାଣିଟା ବହୁତ ଟେଷ୍ଟ ଲାଗେ, ସେଇଟା ଟିକେ ଖାଇନେବା, ଦେଖିବା ଟେଷ୍ଟ କେମିତି କ'ଣ ଲାଗୁଛି। ଚାଲନ୍ତୁ ଆସନ୍ତୁ ମୋ ସାଙ୍ଗରେ। ଏ ହାଟର ଆଡ୍ରେସ୍ ହେଉଛି ଜଗତସିଂହପୁର ଡିଷ୍ଟ୍ରିକ୍ଟ ବାରିଦା ବ୍ଲକ ପାଖ ବୋରିକିନା ପଚାରିଲେ ଆପଣ ଆସିପାରିବେ ଏ ହାଟକୁ। ଯଦି ବି ଏ ପାଖରେ କେବେ ଆସୁଛନ୍ତି, ହାଟ ଆମର ପଡ଼େ ସୋମବାର, ଏଠି ସପ୍ତାହରେ 2 ଥର ପଡ଼େ, ସୋମବାର ଆଉ ଗୁରୁବାର। ଆଜି ପଡ଼ିଲା ନା ହାଟ ସୋମବାର, ମଙ୍ଗଳବାର ଛାଡ଼ି ପୁଣି ଗୁରୁବାର ହାଟ ପଡ଼ିବ। ଯେବେ ବି ବାଟରେ ଆସିଥିବେ ଦେଖିଦେବେ ସୋମବାର ଗୁରୁବାର ଆସୁଛନ୍ତି, ପନିପରିବା ଟିକେ ନେଇଯିବେ, ଶୁଖୁଆ ବି ମିଳୁଛି, ଶୁଖୁଆ ବି ନେଇପାରିବେ। ଆଉ ମୁଁ ଦେଖୁଛି ଗୁପଚୁପ୍ ଖାଇନା, ଏଇ ଜାଗା ପ୍ଲେସ୍ଟା ଗୁପଚୁପ୍ ଭଲ ମଉସା ଦିଅନ୍ତି, ଭଲ ଗୁପଚୁପ୍ ଏଇ ଜାଗାଟା ଦେଖନ୍ତୁ। ଗୁପଚୁପ୍ କ'ଣ ହେଇସାରିଲାନି? ଗୁପଚୁପ୍ ଦଉନା ଖାଇଦେବା। ଆମେ ଏବେ ଗୁପଚୁପ୍ ଖାଇବା। ଏଠି ଟିକେ ଭଲ ଗୁପଚୁପ୍ ଦିଆହେଇ, ଆପଣ ଯେବେ ଆସୁଛନ୍ତି ବାଟରେ ଟିକେ ଖାଇକି ଜଣେଇବେ ଆଉ। ରହୁଛୁ, ନମସ୍କାର।